ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ମିଶନ ମାଇଚିଆ ଚତୁର୍ଥ ଭାଗ। ଆଉ ଯଦି ଆପଣ ପୂର୍ବ ପାର୍ଟ 1, ପାର୍ଟ 2, 3 ଯଦି ଦେଖିନାହାନ୍ତି ତେବେ ଏହି ଚ୍ୟାନେଲକୁ ଯାଇ ଦେଖିପାରିବେ। ଆଉ ସେଠି ଆମେ କିଭଳି ଭାବରେ ନକଲି ମାଇଚିଆ ଧର୍ମ ରକ୍ଷକମାନଙ୍କୁ ଧୋଇଛୁ ଆପଣ ଦେଖିପାରିବେ। ଆଉ ମୁଁ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ହିଁ କହିଦେଉଛି, ବିଶେଷ କରି ନାଲି ଗାମୁଛା, ତପି ମିଶ୍ର ମାନେ ଯେଉଁମାନେ ବି ଖ୍ରୀଷ୍ଟିଆନ ବିରୋଧୀ ଅଛନ୍ତି, ମୋତେ ଡରାଇବା ପାଇଁ ବିଲକୁଲ ଚେଷ୍ଟା କରିବ ନାହିଁ। କାରଣ ତୁମ ଭଳିଆ ନକଲି ଧର୍ମ ରକ୍ଷକମାନଙ୍କୁ ମୁଁ ଭୟ କରେନି, ମୁଁ କାହାକୁ ବୋପାକୁ ମୁଁ ଡରେନି, ଏଇଟା ମନେ ରଖିଥାଅ। ତେଣୁ ଏଇ ଭିଡ଼ିଓ ଦେଖିଲା ପରେ ମୋତେ ଡରିବା ପାଇଁ ବୃଥା ଚେଷ୍ଟା କରିବ ନାହିଁ, କାରଣ ମୁଁ ଡରିବି ନାହିଁ ତୁମମାନଙ୍କୁ, ଏଇଟା ମନେ ରଖିଥାଅ। ଚାଲନ୍ତୁ ଆମେ ଆରମ୍ଭ କରିବା। କ'ଣ ମାଇଚିଆ ମାନେ ରେଡ଼ି ତ? ତେବେ ବନ୍ଧୁଗଣ, ଏଇଭଳି ମାଇଚିଆ ବା ଆପଣ ଏମାନଙ୍କୁ ଛକା ବା ହିଞ୍ଜଡ଼ା ବୋଲି ବି କହିପାରିବେ। ଏମାନେ ଖାଲି ସୋସିଆଲ ମିଡ଼ିଆରେ ଭୁକିବା ଜାଣିଛନ୍ତି, କିନ୍ତୁ ଯେତେବେଳେ ପ୍ରକୃତ ଧର୍ମ ରକ୍ଷାର ସମୟ ଆସେ ଆଉ ଏମାନେ ମୂଷା ପରି ଗାତ ଭିତରେ ମାନେ ଲୁଚିଥାନ୍ତି। ସବୁକିଛି କହି ବନ୍ଧୁଗଣ, ଏମାନଙ୍କ ପ୍ରକୃତ ପରିଚୟ କ'ଣ ଆଉ ଏମାନଙ୍କର ଔକାତ କେତେ ସବୁକିଛି ଜଣାଇବି ଏହି ଭିଡ଼ିଓରେ। ତେଣୁ ଭିଡ଼ିଓକୁ ଦେଖୁଥାନ୍ତୁ। ତେବେ ଆପଣ ଭାବୁଥିବେ ଏମାନଙ୍କୁ ମୁଁ କୁକୁର ବୋଲି କାହିଁ କହୁଛି? ଆଉ ଏମାନେ କୁକୁର ବୋଲି ମୁଁ କାହିଁ କହୁଛି? ଏହାର ଜବାବ ମୁଁ ପ୍ରଥମ ଓ ଦ୍ୱିତୀୟ ପାର୍ଟରେ ମୁଁ କହିସାରିଛି। ତଥାପି ଆଜି ବି କହିବି। ଆଉ ଏହିଭଳି ସନାତନୀ ମାଇଚିଆମାନଙ୍କ ବିଷୟରେ ଯେତେ ବି ଭିଡ଼ିଓ ତିଆରି କରାଯିବ, ସବୁ ଏପିସୋଡ଼ରେ ଏମାନଙ୍କୁ କୁକୁରର ଆଖ୍ୟା ଏମିତି ଦିଆଯାଉଥିବ। ଏମାନେ ସାମାନ୍ୟ କୁକୁର ନୁହନ୍ତି, ଏମାନେ ଆମ ଖ୍ରୀଷ୍ଟିଆନମାନଙ୍କ ଅଇଁଠା ଚଟା କୁକୁରମାନେ। କେମିତି? ଆପଣ ଯଦି ପ୍ରଶ୍ନ ପଚାରେ କେମିତି, ତେବେ ଶୁଣନ୍ତୁ। ଆପଣ ଦେଖନ୍ତୁ, ଆଜି ପର୍ଯ୍ୟନ୍ତ ସେଫ୍ଟି ପିନ୍ ଠାରୁ ଆରମ୍ଭ କରି ଉଡ଼ାଜାହାଜ ପର୍ଯ୍ୟନ୍ତ ସବୁକିଛି ଖ୍ରୀଷ୍ଟିଆନମାନେ ତିଆରି କରିଛନ୍ତି। ଖ୍ରୀଷ୍ଟିଆନମାନଙ୍କର ହାତ ଅଛି, ଆଉ ଏମାନେ ସବୁକିଛି ଖ୍ରୀଷ୍ଟିଆନମାନଙ୍କର ବ୍ୟବହାର କରୁଛନ୍ତି। ଆପଣ ମୋବାଇଲ କୁହନ୍ତୁ, ୟୁଟ୍ୟୁବ୍ କୁହନ୍ତୁ, ଯେଉଁଟା ଆପଣ ଦେଖୁଛନ୍ତି, ଟିଭି, ରେଡ଼ିଓ, ମୋବାଇଲରେ ଯେତେ ବି ଆପ୍ଲିକେସନ୍ ଅଛି, ଆଉ ଅଧିକାଂଶ ଆପ୍ଲିକେସନ୍, ଆଉ ତାପରେ ଦେଖନ୍ତୁ ସ୍କୁଲ, କଲେଜ, ସିନେମା ହଲ୍, AK-47 ଗନ୍, ପ୍ୟାଣ୍ଟ, ସାର୍ଟ। ପ୍ରିୟ ବନ୍ଧୁଗଣ, ମୁଁ ଯେଉଁ ବର୍ଣ୍ଣନା କରିବି ଏତେ ଗୁଡ଼ାଏ ତା ଲିଷ୍ଟ ହେବ, ଆଉ ଭିଡ଼ିଓ ବହୁତ ଲମ୍ବା ହେବ। ମାନେ ଆପଣ ଯାହା ଦେଖୁଛନ୍ତି, ଯାହା ବି ଆଜିକାଲିର ମଣିଷ ବ୍ୟବହାର କରୁଛି, ସବୁ ତିଆରି କରିବା ବା ଉଦ୍ଭାବନ ଆବିଷ୍କାର କରିବା ପଛରେ ଖ୍ରୀଷ୍ଟିଆନମାନଙ୍କର ହାତ ରହିଅଛି। ଆଉ ସବୁ ତ ଏମାନେ ଖ୍ରୀଷ୍ଟିଆନମାନଙ୍କର ଚାକିଲେ, ତେବେ ଏମାନେ ଖ୍ରୀଷ୍ଟିଆନମାନଙ୍କର ଅଇଁଠା ଚଟା କୁକୁର ନୁହଁ ତ ଆଉ କ'ଣ? ଆଉ ଏମାନେ ମିକ୍ସ ବୀର୍ଯ୍ୟର ସୃଷ୍ଟି। ମିକ୍ସ ବୀର୍ଯ୍ୟ କଲେ ଆପଣ ଜାଣିଛନ୍ତି କେମିତି? ଦେଖନ୍ତୁ, ଏମାନେ ନିଜ ବାପାର ବୀର୍ଯ୍ୟରୁ ଏମାନେ ଜନ୍ମ ହୋଇନାହାନ୍ତି। ଅତି କମରେ 14-15ଟା ପାଗଳ କୁକୁର ଏମାନଙ୍କର ମା ସହିତ ସମ୍ଭୋଗ କଲା ପରେ ଏମାନେ ଜନ୍ମ ହୋଇଛନ୍ତି। ସେଥିପାଇଁ ତ ଖ୍ରୀଷ୍ଟିଆନମାନଙ୍କର ଖାଇ ପାଗଳ କୁକୁର ପରେ ଖ୍ରୀଷ୍ଟିଆନମାନଙ୍କୁ କାମୁଡ଼ିବା ପାଇଁ ଗୋଡ଼ଉଛନ୍ତି, ଭୁକି ହେଉଛନ୍ତି। ପାଗଳ କୁକୁର ତ ଭୁକେ କାମୁଡ଼େ ନାହିଁ କି? ମିକ୍ସ ବୀର୍ଯ୍ୟରୁ ଜନ୍ମ ହୋଇଥିବା ଏହିପରି ଆହୁରି ଅନେକ ଅଛନ୍ତି ଖ୍ରୀଷ୍ଟିଆନ ବିରୋଧୀମାନେ। ଆଉ ସମସ୍ତଙ୍କ ଫଟୋ ଥମ୍ବନେଲ୍ରେ ଧରିବ ନାହିଁ, କିନ୍ତୁ ଆଗାମୀ ଦିନମାନଙ୍କରେ ଅନ୍ୟମାନଙ୍କୁ ଭଲ ବି ଆମେମାନେ ଦେବା। ମିକ୍ସ ବୀର୍ଯ୍ୟ କହିଲେ ଆପଣ କ'ଣ ବୁଝୁଛନ୍ତି? ଅଧା ଏମାନଙ୍କର ମାଆମାନଙ୍କର ବୀର୍ଯ୍ୟ, ଆଉ ଅଧା 14-15ଟା ପାଗଳ କୁକୁରମାନଙ୍କର ବୀର୍ଯ୍ୟ। ଏମାନେ ଗୋଟେ ପ୍ରକାର ମିକ୍ସରରୁ ଜନ୍ମ। ମିକ୍ସର ଆପଣ ଜାଣିଛନ୍ତି? ମିକ୍ସର ଯେ ମିଶାଇ ଯିଏ। ଆଉ ଏମାନଙ୍କର ଭଗବାନମାନଙ୍କୁ ଟିକେ ଦେଖନ୍ତୁ, କିଏ ଅଧା ମାଙ୍କଡ଼ ଅଧା ମଣିଷ, କିଏ ଅଧା ହାତୀ ଅଧା ମଣିଷ, କିଏ ଅଧା ମାଛ ଅଧା ମଣିଷ, କିଏ ଅଧା ଘୁଷୁରୀ ଅଧା ମଣିଷ,
କିଏ ଅଧା ସିଂହ ଅଧା ମଣିଷ। ଆଉ ଏମାନେ ହେଉଛନ୍ତି 33 କୋଟି ବୀର୍ଯ୍ୟ ମିଶାଣ 14-15ଟି ପାଗଳ କୁକୁରମାନଙ୍କ ବୀର୍ଯ୍ୟରୁ ତିଆରି ଜାରଜମାନେ ଏମାନେ। ତାମାନେ ଏମାନେ କେମିତି ହେଇଥିବେ? ଆରେ ଭାଇ, ଜାରଜ ନୁହେଁ ତ ଆଉ କ'ଣ? ଏମାନେ ସବୁ ଗୋଟେ ବାପରୁ ଜନ୍ମ ହେଇଥିଲେ ସିନା ହେଇଥାନ୍ତା। ଏମାନେ ପୁରା ମିକ୍ସ ବୀର୍ଯ୍ୟରୁ ତିଆରି। ଆଉ ଏମାନଙ୍କୁ ଜାରଜ କୁହାଯିବନି ତ ଆଉ କ'ଣ କୁହାଯିବ ଏମାନଙ୍କୁ? ଏବେ ଆମେ ଡାଇରେକ୍ଟ ଏମାନଙ୍କ ସହିତ କଥା ହେବା। ଚାଲନ୍ତୁ। କ'ଣରେ ନାଲି ଗାମୁଛା ମାଇଚିଆ କୋଠିକାର? ତୁ ଧର୍ମରକ୍ଷକ ତୁଇ? ଯଦି ତୁ ଧର୍ମରକ୍ଷକ ତେବେ ବିଦେଶକୁ ଯାଇ ଆମ ହିନ୍ଦୁ ଭାଇ ଭଉଣୀମାନଙ୍କୁ ବଞ୍ଚା। ସେଠି କାହାକୁ ଜଳେଇ ଦିଆହେଉଛି, କାହାକୁ ଗୁଳି କରିଦିଆହେଉଛି। ଆଉ ବିଦେଶରେ ତ ତୁମର ଯେଉଁ ଜୟ ଶ୍ରୀରାମ ଯେଉଁ ପତାକା ଅଛି ତାକୁ ପୁରା ସୋସିଆଲ ମିଡ଼ିଆରେ ପୁରା ଦେଖେଇଛନ୍ତି ଫାଡ଼ି ଦେଇକି ପୁରା ବତା ଭଳିଆ। କ'ଣ କରୁଛି ରେ ମାଇଚିଆ? ହଇରେ ମାରିଚିଆ ଜାରଜ ନାଲି ଗାମୁଛା କେଉଁଠି ଲୁଚିଛି କି ରେ? କେଉଁଠି? ଆଉ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ଆଉ ଯୀଶୁଙ୍କ ବିରୁଦ୍ଧରେ ବକ ବକ ହେବା ବନ୍ଦ କର। ଆଉ ଯାଇ ଧର୍ମ ରକ୍ଷା କର। ତୁ କହୁଛୁ ପରା ଆମେ ଧର୍ମରକ୍ଷକ, କରୁନୁ ଧର୍ମରକ୍ଷା ବିଦେଶକୁ ଯାଇକି। ମାଇଚିଆ ପରେ ଲୁଚିଛୁ କାହିଁକି ରେ? କାହିଁକି ଲୁଚିଛି କି ରେ ମାଇଚିଆ ପରେ? ବାଂଲାଦେଶରେ ତୁମ ହିନ୍ଦୁମାନଙ୍କୁ କ'ଣ କରାହେଉଛି? ଜଳେଇ ଦିଆହେଉଛି। କ'ଣ କରୁଛୁ ରେ ମାଇଚିଆ ନାଲି ଗାମୁଛା? ଆମେରିକା କହିଲାନି ସବୁ ହିନ୍ଦୁମାନେ ବାହାରି ଯାଅ। ତୁ କ'ଣ କରୁଛୁ ଏଠି ଧର୍ମରକ୍ଷକ, ନକଲି ଧର୍ମରକ୍ଷକ ମାଇଚିଆ ନାଲି ଗାମୁଛା? କାନାଡ଼ାରେ ହିନ୍ଦୁମାନଙ୍କୁ ଗୁଳି କରାହେଉଛି। କ'ଣ କରୁଛୁ ତୁଇ? ଇଣ୍ଡୋନେସିଆରେ ଯେମିତି ମୁଁ କହିଲି ତମ ହିନ୍ଦୁ ପତାକାକୁ ଫାଡ଼ି ଦିଆଯାଉଛି। ତା ପୁଣି ସୋସିଆଲ ମିଡ଼ିଆ ସାମ୍ନାରେ ଖୋଲମ ଖୋଲା। କ'ଣ କରୁଛୁ ରେ ନାଲି ଗାମୁଛା ମାଇଚିଆ କୋଠିକାର? ଯଦି ତୁ ସତରେ ଗୋଟିଏ ବାପର ସନ୍ତାନ ହେଇଥିବୁ ନା, ବିଦେଶ ଯାଇକି ସେଠି ତ ମର୍ଦାଙ୍ଗୀ ଟିକେ ଦେଖେଇବୁ। ଆଉ ମୁଁ ଜାଣିଛି ତୁ ପାରିବୁନି, କାରଣ ମାଇଚିଆମାନଙ୍କର ଏତେ ଔକାତ ନାହିଁ ସେମାନେ ବିଦେଶକୁ ଯାଇ ନିଜର ଦମକୁ ଦେଖେଇବେ। ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ତୁ ମାଇଚିଆ ହେଇକି କେମିତି ଜନ୍ମ ହେଲୁ। ମିକ୍ସ ବୀଜରୁ ତିଆରି ହେଲା ପରେ ବି ତୁ ମାଇଚିଆ କେମିତି ହେଲୁ ରେ? ନକଲି ଧର୍ମରକ୍ଷକ କୋଠିକାର, ଜାରଜ କୋଠିକାର। ଆଉ 33 କୋଟି ଜଣ ମିଶି ତୋ ମାଆକୁ ସମ୍ଭୋଗ କଲେ। ତାପରେ 14-15ଟା ପାଗଳ କୁକୁର ମିଶିକି ତୋ ମାଆକୁ ସମ୍ଭୋଗ କଲେ। ଏତେ ଜଣ ତୋ ମାଆକୁ ସମ୍ଭୋଗ କଲା ପରେ ତୁ ମର୍ଦ ହେଇକି ଟିକେ ହେଲେ ଜନ୍ମ ହେଇଥାନ୍ତୁ। ଛି ଛି ରେ ମାଇଚିଆ। ଯଦି ତୁ ନିଜକୁ ମର୍ଦ ବୋଲି ଭାବୁଛୁ, ବିଦେଶ ଯାଇକି ହିନ୍ଦୁ ଧର୍ମକୁ ବଞ୍ଚା। ଆଉ ଯଦି ଚାହୁଁଛୁ ଡିବେଟ୍ କରିବା ପାଇଁ ତେବେ କହ, ଥରେ ସାମ୍ନାସାମ୍ନି ହେଇଯାଉ। ପ୍ରିୟ ବନ୍ଧୁଗଣ, ୟାକୁ ଆମେ ଡିବେଟ୍ ପାଇଁ ଚ୍ୟାଲେଞ୍ଜ ଦେଇଥିଲୁ, କିନ୍ତୁ ଇଏ ଏପର୍ଯ୍ୟନ୍ତ ଡିବେଟ୍ ଚ୍ୟାଲେଞ୍ଜକୁ ଗ୍ରହଣ କରିନି କି କୌଣସି ରିପ୍ଲାଏ ବି ଆମର ଦେଇନି। ଆଉ ଦ୍ୱିତୀୟ ମିକ୍ସ ବୀର୍ଯ୍ୟର ତିଆରି ଜାରଜ ହେଉଛି ତପି ମିଶ୍ର। ହଇରେ ତପି ମିଶ୍ର, ଲାଗୁଛି ତୁ ତ ବାପାର ବୀର୍ଯ୍ୟର ନୁହେଁ। ଆଉ ତୋ ମାଆକୁ ବି 33 କୋଟି ଜଣ ମିଶି ସମ୍ଭୋଗ କରିଛନ୍ତି। ଆଉ ତା ସହିତ ପାଗଳ କୁକୁର କେତେଟା ମିଶିକି ସମ୍ଭୋଗ କଲା ପରେ ତୁ ବି ଜନ୍ମ ହେଇଛୁ। ଏମିତି ସେମିତି ନୁହେଁ। ଧର୍ମ ରକ୍ଷକ ଦେଖେଇ ହେଉଛୁ। ଯା ବିଦେଶକୁ ଯାଇ ଧର୍ମ ରକ୍ଷା କର। ଭାରତରେ ହିନ୍ଦୁମାନଙ୍କର ସଂଖ୍ୟା ହେଉଛି 90%, ଆଉ ଖ୍ରୀଷ୍ଟିଆନମାନଙ୍କର 5%। ଖ୍ରୀଷ୍ଟିଆନମାନେ ହେଉଛନ୍ତି 5%। ସେଥିପାଇଁ ଯେହେତୁ ହିନ୍ଦୁମାନଙ୍କର ସଂଖ୍ୟା ଅଧିକ, ଖାଲି ଭୁକି ହେଉଛୁ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ। ଆଉ ଥରେ ବିଦେଶ ଯାଇକି ଥରେ ଦେଖ ନା, ସେଠି ଯାଇକି ଭୁକି ହନା ଦେଖିବା। ତୋର ଯେଉଁ ବଡ଼ି ଯେଉଁ ରଖିଛୁ ନାହିଁ କି, ବଡ଼ିକୁ ପୁରା ବତା ଫାଡ଼ିଲା ଭଳିଆ ଫାଡ଼ିଦେବେ ସେଠି। ଥରେ ବିଦେଶ ଯାଇକି ଦେଖେ, ସେଠି ବିରୋଧ କରିକି ଦେଖେ, ତାପରେ ଜାଣିବୁ। ଆଉ କଥାରେ ଅଛି, ଆପନି ଗଲି ମେ କୁତା ଶେର ହୋତା ହେ। ମାନେ ନିଜ ଗଳିରେ କୁକୁର ବି ଭାବେ ମୁଁ ହେଉଛି ଗୋଟେ ସିଂହ ବୋଲି। ତୁ ହେଉଛି ସେଇ କୁକୁର, ଗଳିର କୁକୁର। ଭାବୁଛୁ ତୁ ଗୋଟେ ସିଂହ ବୋଲି। ଥରେ ବିଦେଶ ଯାଇକି ଦେଖେ।
ଆଉ ଦ ମସି ଯଦି ବିଦେଶ ଯା। ଆଉ 3 ନମ୍ବରରେ ମାଇଚିଆ ଅଶୋକ। ୟାକୁ ଆମେ 2-3 ଥର ଏକ୍ସପୋଜ୍ କରିସାରିଛୁ ଏଇ ମାନେ ଚ୍ୟାନେଲ୍ ମାଧ୍ୟମରେ। ଆଉ ୟାକୁ ଡିବେଟ୍ କରିବା ପାଇଁ ଆମେ ହିଁ ବାଧ୍ୟ କରିଥିଲୁ। ଆଉ ବାଧ୍ୟ ହୋଇକି ଡିବେଟ୍କୁ ଆସିଲା ଏବଂ ଡିବେଟ୍ ଅଧାରୁ ମାଇ କୁକୁର ପରେ ଲାଙ୍ଗୁଡ଼ ଜାକିକି ପଳାଇଲା। ହଇରେ ମାଇଚିଆ ଅଶୋକ କୋଠିକାର। ଆଉ ଯଦି ଆପଣ ସେଇ ଡିବେଟ୍ ଦେଖିବାକୁ ଚାହୁଁଛନ୍ତି ତେବେ ଜେପି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଯାଇକି ଆପଣ ଦେଖିପାରିବେ। ଆଉ ମାଇଚିଆ ଅଶୋକ ମୁଁ ଆଗରୁ ବି ତୋତେ କହିଥିଲି, ଏବେ ବି କହୁଛି, ତୋ ମାଆକୁ ତୋ ବାପା ସମ୍ଭବ କରିନି। ତୋ ମାଆକୁ 33 କୋଟି ଜଣ ମିଶିକି, ତା ସହିତ ଇଂରେଜମାନେ, ତା ସହିତ 50-60ଟା ପାଗଳ କୁକୁର ମିଶିକି ମାନେ ତୋତେ ଜନ୍ମ କରିଛନ୍ତି। ମାନେ ତୁ ବି ଗୋଟେ ମିକ୍ସ ବୀର୍ଯ୍ୟରୁ ତୁ ତିଆରି। ପ୍ରିୟ ବନ୍ଧୁଗଣ, ଆଜି ପାଇଁ ଏତିକି। ଭିଡ଼ିଓକୁ ପ୍ରବଳ ମାତ୍ରାରେ ସେୟାର କରନ୍ତୁ। ଆଉ ଏଇ ମାଇଚିଆ ମାନେ ଏମିତି ଏକ୍ସପୋଜ୍ ହେବା ଦରକାର। ଆଉ ଗୋଟେ କଥା ମୁଁ କହି ରଖୁଅଛି, ମୋ ବିରୁଦ୍ଧରେ ଯେତେ ଭିଡ଼ିଓ କଲେ ବି ମୋ ଉପରେ କୌଣସି ଫରକ ପଡ଼ିବ ନାହିଁ। ଆଗରୁ ମୁଁ କହିଦେଇଛି, ଏବେ ମୁଁ କହିଦେଉଛି। ପୁଣି ଭେଟ ହେବ ପାର୍ଟ 5 ବା 5ମ ଭାଗ ସହିତ ଆପଣଙ୍କ ସହିତ ପୁଣି ଦେଖା ହେବ। ନମସ୍କାର।